ଜୟ ଜଗନ୍ନାଥ। ଓଡ଼ିଶା ଦିବସ ଅବସରରେ ପ୍ରତ୍ୟେକ ଓଡ଼ିଶାବାସୀ ଏବଂ ରାଜ୍ୟ ବାହାରେ ତଥା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶା ଆଜି ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ 90ଟି ଗୌରବମୟ ବର୍ଷ ଅତିବାହିତ କରି ବିକାଶ ପଥରେ ଆଗେଇ ଚାଲିଛି। ଭାଷା ଭିତ୍ତିରେ ପ୍ରଥମ ସ୍ୱତନ୍ତ୍ର ରାଜ୍ୟ ହେବାର ଗୌରବ ହାସଲ କରିଛି ଆମ ଓଡ଼ିଶା। ଏଭଳି ଉପଲବ୍ଧି ହାସଲ ପାଇଁ ଆମର ବରପୁତ୍ରମାନେ ଅନେକ ସଂଘର୍ଷ କରିଥିଲେ। ଏହି ଅବସରରେ ସେମାନଙ୍କ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଓଡ଼ିଆ ଜାତି ତା'ର ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ସବୁବେଳେ ନିଜର ଅସ୍ମିତାକୁ ଅନୁଭବ କରି ଆସିଛି। ଜଗନ୍ନାଥଙ୍କର ଭକ୍ତିରେ, ଓଡ଼ିଶୀ ସଙ୍ଗୀତର ରାଗରେ ଏବଂ ଓଡ଼ିଶୀ, ସମ୍ବଲପୁରୀ ଓ ବିଭିନ୍ନ ଆଦିବାସୀ ନୃତ୍ୟର ଛନ୍ଦରେ ଓଡ଼ିଆ ଜାତି ନିଜର ପରିଚୟକୁ ଉଜ୍ଜ୍ୱଳ କରି ଆସିଛି। ଓଡ଼ିଆ ପୁଅ ଝିଅମାନେ ବିଶ୍ୱର ଯେଉଁ କୂଳରେ ରହିଲେ ବି ମାଟି ମା'ର ସମ୍ପର୍କକୁ ଭୁଲି ନାହାନ୍ତି। ବିଦେଶ ମାଟିରେ ଓଡ଼ିଆ ପର୍ବପର୍ବାଣୀ ପାଳନ କରି ଓଡ଼ିଆ ଖାଦ୍ୟର ବାସ୍ନାରେ ନିଜକୁ ହଜାଇ ଦେଇ ନିଜର ମୌଳିକ ସତ୍ତା ସହିତ ଯୋଡ଼ି ହୋଇ ରହିଛନ୍ତି। 90 ବର୍ଷର ଲମ୍ବା ଯାତ୍ରାରେ ଅନେକ ଘାତ ପ୍ରତିଘାତ ଦେଇ ଓଡ଼ିଶା ଆଜି ବିକାଶ ଯାତ୍ରାର ଏକ ଉତ୍ସାହଜନକ ମୋଡ଼ରେ ପହଞ୍ଚିଛି। ଏକ ନୂଆ ଆଶା, ନୂଆ ଭରସା ଓ ବିଶ୍ୱାସର ସହିତ ଏକ ନୂଆ ଇତିହାସ ଲେଖିବାକୁ ଅଗ୍ରସର ହୋଇଛି। ଆଗାମୀ 10 ବର୍ଷରେ ସ୍ୱତନ୍ତ୍ର ଓଡ଼ିଶା ତା'ର 100 ବର୍ଷ ପୂରଣ କରିବ। ଯେତେବେଳେ ଓଡ଼ିଶା ହେବ ସମୃଦ୍ଧ ଓଡ଼ିଶା, ତା ସହିତ ବିକଶିତ ଭାରତରେ ଦେଶର ଗ୍ରୋଥ୍ ଇଞ୍ଜିନ୍ ହେବା ପାଇଁ ମଧ୍ୟ ଆମ ଓଡ଼ିଶା ପ୍ରସ୍ତୁତ। ଏହି 10 ବର୍ଷ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସଂକଳ୍ପର ବର୍ଷ ହେଉ। ଆସନ୍ତୁ ଆମେ ସମସ୍ତେ ପ୍ରତ୍ୟେକ ଓଡ଼ିଆ ଯେଉଁଠି ରହିଲେ ବି ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧ ହୋଇ କାମ କରି ଚାଲିବା। ବନ୍ଦେ ଉତ୍କଳ ଜନନୀ।